ଆସୁଛି ସାଧାରଣ ନିର୍ବାଚନ, ବାଜିଲାଣି ବିଗୁଲ। ଜଗତସିଂହପୁର ଜିଲ୍ଲା ବନ୍ଦର ନଗରୀ ପାରାଦୀପ ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତା ବାପି ସର୍କେଲଙ୍କ ଧର୍ମପତ୍ନୀ ମୁନିଦୀପା ସର୍କେଲ କଂଗ୍ରେସ ଛାଡ଼ି ବିଜେଡି ଦଳରେ ସାମିଲ ହେବା ପରେ ଏଠି ରାଜନୈତିକ ହଟଚମଟ ଆରମ୍ଭ ହୋଇଛି। ଆଉ ଏତିକି ବେଳେ ଲୋକଙ୍କ ପାଖକୁ ଆସିଛନ୍ତି ଜଣେ ଆଇନଜୀବୀ ତଥା ଯୁବ ପ୍ରତିଭା ନିରଞ୍ଜନ ନାୟକ। ତାଙ୍କୁ ସମସ୍ତେ ବବୁଲ ଭାଇ ଭାବେ ଜାଣିଥିବା ବେଳେ ସେ ଏବେ ପ୍ରତି ୱାର୍ଡ ବୁଲୁଛନ୍ତି। ପୁରୁଣା କଂଗ୍ରେସ ଲୋକଙ୍କୁ ଭେଟୁଥିବା ବେଳେ ଲୋକ ମଧ୍ୟ ସମର୍ଥନ ଜଣାଇବାରେ ଲାଗିଛନ୍ତି। କୁଜଙ୍ଗ ବ୍ଲକ ରାହାମା ଓ ପାରାଦୀପ ମ୍ୟୁନିସିପାଲିଟି ଭିତରେ ସେ ବୁଲି ବୁଲି ଲୋକଙ୍କୁ ଖୋଜୁଥିବା ବେଳେ ବାପି ସର୍କେଲଙ୍କ ବଦଳରେ ସେ ଏବେ ପ୍ରତୀକ ହୋଇ ଉଭା ହୋଇଥିବା କୁହାଯାଉଛି। ଯେଉଁମାନେ ଆଜି କଂଗ୍ରେସ ଦଳ ଛାଡ଼ି ଅନ୍ୟ ଦଳକୁ ଯାଉଛନ୍ତି ତାଙ୍କୁ ଦଳ କେବେ ମାଫ କରିବ ନାହିଁ। କାରଣ କଂଗ୍ରେସ ଦଳ ତାଙ୍କର ପରିଚୟ ସୃଷ୍ଟି କରିଥିଲା। ଆଗାମୀ ସାଧାରଣ ନିର୍ବାଚନରେ ପାରାଦୀପ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ଯୁବନେତା ନିରଞ୍ଜନ କହିଛନ୍ତି। ଆମର ଏଠି କର୍ମୀ ମାନେ ଠିକ୍ ଅଛନ୍ତି। କଂଗ୍ରେସ କର୍ମୀ 50,000 ଊର୍ଦ୍ଧ୍ୱ କର୍ମୀ ଏଠି ଏକଜୁଟ ଅଛନ୍ତି। କିନ୍ତୁ କିଛି ଯେଉଁମାନେ ନେତାମାନେ ରହୁଛନ୍ତି ଏଠି, ଯେଉଁମାନେ ଆସିକି ଦାୟିତ୍ୱ ନେଉଛନ୍ତି, ବେପାର କରିବା ଉଦ୍ଦେଶ୍ୟରେ ଆସୁଛନ୍ତି, ନିଜକୁ ବେପାର କରି ପ୍ରତିଷ୍ଠା କରିବା ପାଇଁ ଆସୁଛନ୍ତି, ସେମାନେ କର୍ମୀମାନଙ୍କୁ ଧୋକା ଦେଉଛନ୍ତି। ମୁଁ ଆଜି ଧନ୍ୟବାଦ ଦେବି ମୋ ପାରାଦୀପ ନିର୍ବାଚନ ମଣ୍ଡଳୀ ମାନେ ସମସ୍ତ ମାନେ ଭୋଟର ବନ୍ଧୁମାନଙ୍କୁ ମୁଁ ଦେବି ମାନେ ଆହ୍ୱାନ କରିବି, ସେମାନେ ଏଇ ଦୁର୍ଦିନ ସମୟରେ ମୋ ସହିତ ମାନେ ଛିଡ଼ା ହୋଇଛନ୍ତି। ମୁଁ ତାଙ୍କ ପାଖରେ ସବୁବେଳେ ଚିରଋଣୀ ହେଇକି ରହିବି। ତାଙ୍କ ବିଷୟରେ ଚାଲିଛି ଆଲୋଚନା ଚାଲିଛି। ଆମ ଜିଲ୍ଲା ସଭାପତି ଯିଏ ଅଛନ୍ତି, ପିସିସି ପ୍ରେସିଡେଣ୍ଟ ଅଛନ୍ତି, ଶରଦ ପଟ୍ଟନାୟକ ମହୋଦୟ ଅଛନ୍ତି, ଅଜୟ କୁମାର ଜୀ ଅଛନ୍ତି, ତାଙ୍କ ବିଷୟରେ ଆଲୋଚନା ଚାଲିଛି। ସାଧାରଣ ଲୋକ ତାଙ୍କୁ ମାନେ ଦେବେ। କଂଗ୍ରେସ ଦଳ ମାନେ ମହାନ ଦଳ। ସେ ଆସିଥିଲେ ଆଜି କ'ଣ ମାନେ ଆସିଥିଲେ କେମିତି, ଦଳ ସହିତ ସେମାନେ କ'ଣ କରିଛନ୍ତି, କେମିତି ଦଳ ତାଙ୍କୁ ଗ୍ରହଣ କରୁଛି। ଯେଉଁ ଦଳକୁ ଯାଇଛନ୍ତି ସେ 50,000 ଲୋକଙ୍କୁ ଯେଉଁ ଟାଇପ୍ର ହଇରାଣ କରୁଛନ୍ତି, ମାନେ ହଇରାଣ କରିଛନ୍ତି, ସେଠି ବି ମାନେ ଯେଉଁ ଅଛନ୍ତି, ଯେଉଁ ଦଳ ତାକୁ ଗ୍ରହଣ କରିଛି, ସେମାନେ ବି ଆମର କଂଗ୍ରେସ କର୍ମୀ ଭଳିଆ ହଇରାଣ ନ ହେବେ ବୋଲି ସେମିତି କିଛି ମାନେ ନାହିଁ। ଜଗତସିଂହପୁରରୁ ରୀତା ସାହୁଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।